ମୋତେ ବେଲ ପଣା ପିଇଲା ବେଲ ପଣା କେଡ଼ା ବେଲ ପଣା ଛି ଆଚ୍ଛା କାହିଁକି ଏଠି ତ ପୂଜା କଲେ ରାଧା ମାଧବ ବିଲ ଗଛରେ କଣ ରାଧା ମାଧବ ଅଛନ୍ତି ତାହେଲେ କିଏ ଅଛନ୍ତି ଶିବ ପାର୍ବତୀ ଶିବ ପାର୍ବତୀ ସମସ୍ତେ ଜାଣନ୍ତି ସମସ୍ତେ କହନ୍ତି ବିଲ ବୃକ୍ଷରେ ଶିବ 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 ନାଇଁ ଶାରଦା ଆଉ ବିଲ ଗଛରେ ଲକ୍ଷ୍ମୀ ଅଛନ୍ତି ଲକ୍ଷ୍ମୀ ହଁ ଯିବେ ଯିବେ ଲକ୍ଷ୍ମୀ ବିଳମ୍ବନା କଦମ୍ବ କୁସୁମା ଦିଗଙ୍ଗନା କଦମ୍ବ ବୃକ୍ଷର ବା କଦମ୍ବ ପୁଷ୍ପରେ ଓ କଦମ୍ବ ଗଛ ଗଛରେ ଯାଇକି କଦମ୍ବ ଗଛ ଦେଖିଛି କୃଷ୍ଣ ଭଗବାନ ଶ୍ରୀକୃଷ୍ଣ ଚନ୍ଦ୍ର କଦମ୍ବ ବୃକ୍ଷକୁ କାହିଁକି ଯାଉଥିଲେ କାହିଁକି ସେଟା କହୁଛ ପାର୍ବତୀ ଅଛନ୍ତି କୃଷ୍ଣ କାହିଁକି ଯିବେ ସେଠିକି ଯାଇଥିଲେ ଗୋଟେ ଇଣ୍ଟରେଷ୍ଟ ନାଇଁ ନାଇଁ ଲକ୍ଷ୍ମୀ ଅଛନ୍ତି କଦମ୍ବ ଗଛରେ ଲକ୍ଷ୍ମୀ କଦମ୍ବ ପୁଷ୍ପରେ ଦିବ୍ୟଙ୍ଗନା କୁଞ୍ଜରେ ଚାମରେ ଶଙ୍ଖରେ ପଦ୍ମ ଫୁଲରେ ଆସିଲେ ମାମଲା ଲକ୍ଷ୍ମୀ ଏ ମାମୁ ପଦ୍ମ ଫୁଲରେ ଲକ୍ଷ୍ମୀ ଅଛନ୍ତି ଲକ୍ଷ୍ମୀଙ୍କ 10 ନାମ କୃଷ୍ଣର 10 ନାମ ସେଇଟାକି ମାଇ ଯୋଉ ଓଷା କରିଥାଏ ପଦ୍ମ ଫୁଲ ଆଣିଥିଲା ଲକ୍ଷ୍ମୀ ପଚାରିଲା ପଦ୍ମ ଫୁଲରେ ବି ଲକ୍ଷ୍ମୀ ଅଛନ୍ତି କଦମ୍ବ ବୃକ୍ଷରେ ଅଛନ୍ତି ବିଲ ଗଛରେ ଅଛନ୍ତି ଅଛି ତାହେଲେ ବିଲ ଗଛରେ ଲକ୍ଷ୍ମୀ କେମିତି ରହିଲେ କେମିତି ରହିଲେ ଦିନକର କଥା ଜଗଜ୍ଜନନୀ ମା ଲକ୍ଷ୍ମୀ ଠାକୁର ଭଗବାନ ଶିବ ଶଙ୍କରଙ୍କର ପୂଜା କରିବା ପାଇଁ ମନସ୍ଥ କଲେ କଲେ କଣ କଲେ ନା ଭକ୍ତରାଜ ନିର୍ଦ୍ଦେଶ ଦେଲେ 108 କମଳ ପୁଷ୍ପ ଆଣ 108 କମଳ ପୁଷ୍ପରେ ମୁଁ ଭଗବାନ ଆଶୁତୋଷ ଶିବ ଶଙ୍କରଙ୍କୁ ପୂଜା କରିବି 108 ପଦ୍ମ ପୁଷ୍ପ ପାଖରେ ରଖି ମା ଜଗଦେବୀ ଲକ୍ଷ୍ମୀ ଦେବୀ ଶିବଙ୍କୁ ପୂଜା କରୁଛି ପରୀକ୍ଷା କରିବାକୁ ଯାଇ ଭଗବାନ ଶିବ କଲେ କଣ ନା 2ଟି ପୁଷ୍ପ ଚୋରାଇ ଦେଲେ ଯେତେବେଳେ ଚୋରି କରି ନେଇଗଲେ ଲକ୍ଷ୍ମୀ ଦେଖିଲେ 106 ହେଲା କିଏ ଚୋରି କଲା କରିଛନ୍ତି ଆଉ କଣ ଦେବେ ଆଉ ଦିଟା କେଉଁଠୁ ଆଣିବେ ଅଛନ୍ତି ଯେ ପାଖରେ ଆଣିକି ଦେବେ ନା ପୂଜା ଉଠି ଗଲେ ବିଘ୍ନ ଘଟିବ କଲେ କଣ କାଲି ମଣ୍ଡଳୀ ଲକ୍ଷ୍ୟ ଦେବେ ନା କଲେ କଣ ଆଚ୍ଛା ପଦ୍ମ ଫୁଲ ଆସିବ ଆସିବା କୋଉଠୁ ଦିଟା କହନ୍ତି ମୋ ସ୍ୱାମୀ ମତେ କୋଳରେ ଜଗତପତି ନାରାୟଣ ମୋ ସ୍ୱାମୀ ତ କହନ୍ତି ତମର ସ୍ତମ୍ଭ ଦୁଇଟି ପଦ୍ମ ଫୁଲ ସଦୃଶ ଆଚ୍ଛା ତେଣୁ ଏ ଜଗତ ମିଥ୍ୟା ହେଇପାରେ ତେଣୁ ମୋ ପ୍ରଭୁ ତ ମିଛ ନୁହନ୍ତି ଏ ମିଛ ଦୁନିଆର ଗୋଟିଏ ସତ ସେହି ଜଗନ୍ନାଥ ତେଣୁ ମିଥ୍ୟା ତ ନୁହଁ କେବେ ପ୍ରଭୁଙ୍କ ପ୍ରଭୁ ଯେତେବେଳେ କହିଲେ ମୋ ସ୍ତନ ହେଉଛି ପଦ୍ମ ଫୁଲ ସଦୃଶ ସ୍ତନ ପଦ୍ମ କାଟି ମୁଁ ଆଜି ଭଗବାନ ଶିବଙ୍କୁ ଅର୍ପଣ କରେ ଏକ ଧାରଣା ଆସିଲାରେ ଏକ ସ୍ତନ କାଟିକି ଦକ୍ଷିଣ ସ୍ତନ ଟିକେ କାଟିକି କଣ କରୁଛନ୍ତି ନା
ଭଗବାନ ଶିବଙ୍କର ଲିଙ୍ଗରେ ଅର୍ପଣ କରିଛନ୍ତି। ବାସ୍ ବାଃ ସମସ୍ତ ଲୋକ କାଟିଲା ବେଳକୁ ଶିବ ଆସିଥିଲେ। ବେଶ ଯାହା ହଉ ଲକ୍ଷ୍ମୀ ଦେବୀଙ୍କୁ କହିଲେ ପୂଜାରେ ଅତୀବ ସନ୍ତୋଷ। ଯାହା ହଉ ଏହି ସମୟରେ ବି ପ୍ରଧାନ ବିଷ୍ଣୁ 2 ଜଣ ବି ଆସି ପହଞ୍ଚି ଯାଇଛନ୍ତି। ବାସ୍ ପ୍ରଭୁ ଶିବଙ୍କର ଦୟାରେ ଲକ୍ଷ୍ମୀଙ୍କର ସ୍ଥାନ ପୂର୍ବପରି ହେଇଗଲା। ବାସ୍ ହେଲା ଯେ ଯେଉଁ ସ୍ଥାନ ଟିକେ କାଟିଥିଲେ ସେ ସ୍ଥାନଟା ଆମ କୁଆଡେ ଗଲା? କେମିତି ପୂରଣ ହେଲା? ନା ସେଇ ହେଲା ଆଜ୍ଞା ସେ ସ୍ଥାନରେ ଜନ୍ମ ନେଲା କଣ ନା ବିଲ ବୃକ୍ଷ। ଫଳରେ ରାତି ସଦୃଶ ହଉଛି ବିଲ। ଆମ ମା ବିଲ ବୃକ୍ଷରେ ରହିଲା ଆଜ୍ଞା ମା ଜଗଜନନୀ ଲକ୍ଷ୍ମୀ। ହେଉଛି ତ୍ରିଶାଖା, 3ଟି ପତ୍ର। 3ଟି ପତ୍ରରେ ପୁଣି କିଏ ରହିଲେ? ନା ଡାହାଣରେ ରହିଲେ ଭଗବାନ ନାରାୟଣ, ମଝିରେ ବ୍ରହ୍ମଦେବ, ବାମ ପଟରେ ରହିଲେ ଭଗବାନ ଶିବ। ବିଲ ବୃକ୍ଷରେ ଲକ୍ଷ୍ମୀ ରହିଲେ ଏବଂ ବିଲ ବୃକ୍ଷ ହଉଛି ଭଗବାନ ଶିବଙ୍କର ଏବଂ ଜଗଦେବ ମା ଦୁର୍ଗାଙ୍କର ଏବଂ ମହାବୀର ହନୁମାନ ଜୀଙ୍କର ଅତି ପ୍ରିୟ ତାଙ୍କ ପୂଜାରେ ଲାଗେ।